वरुणं मारुततुल्यवेगं जितेन्द्रियं बुद्धिमतां वरिष्ठं वातात्मजं वानरयूथमुख्यं श्रीरामदूतं शरणं प्रपद्ये। ओम धरणीगर्भसम्भूतं विद्युत्पुञ्जसमप्रभं कुमारं शक्तिहस्तं च लोहितांगं नमाम्यहम्। जय जगत दर्शक बंधु, ମୁଁ ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ମଧୁସୂଦନ ନାୟକ ଆପଣଙ୍କୁ ମା ଶାରଳା ଆଷ୍ଟ୍ରୋଲୋଜି ଚ୍ୟାନେଲକୁ ସ୍ୱାଗତ କରୁଛି। ପ୍ରତିଦିନ ଭଳି ଆଜି ମଧ୍ୟ ଜନ୍ମ ପଞ୍ଜିକା 12ଟା ରାଶିଫଳ ଏବଂ ବାସ୍ତୁ ବିଚାର କାର୍ଯ୍ୟକ୍ରମ ରହିଛି। ତେବେ ଦର୍ଶକ ବନ୍ଧୁ, ଆଜି ଆମେ ପ୍ରଥମେ ଜାଣିବା ଜନ୍ମ ପଞ୍ଜିକା। ଆଜି ହେଉଛି 2025 ମସିହା ନଭେମ୍ବର ମାସ 4 ତାରିଖ ମଙ୍ଗଳବାର। ଉତ୍କଳୀୟ ମତେ ସୌରମାନ ତୁଳା 18 ଦିନ, ଚାନ୍ଦ୍ରିୟମାନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦଶୀ ରାତ୍ର 7 ଘଣ୍ଟା 35 ମିନିଟ୍ ପର୍ଯ୍ୟନ୍ତ, ରେବତୀ ନକ୍ଷତ୍ର ଦିବା 9 ଘଣ୍ଟା 29 ମିନିଟ୍ ପର୍ଯ୍ୟନ୍ତ ଏବଂ ମୀନଚନ୍ଦ୍ର ଦିବା 9 ଘଣ୍ଟା 29 ମିନିଟ୍ ପର୍ଯ୍ୟନ୍ତ। ତେବେ ଆଜିର ଘାତବାର ରହୁଛି ମକର ରାଶି ପାଇଁ ରହୁଛି ଏବଂ ଧନୁରାଶିର ଘାତଚନ୍ଦ୍ର ଦିବା 9 ଘଣ୍ଟା 29 ମିନିଟ୍ ପରେ ମେଷ ରାଶି ଘାତଚନ୍ଦ୍ର। ଆଜି ମୃତ ବ୍ୟକ୍ତିର ଏକପାଦ ପୁଷ୍କର ଦୋଷ, ଫଳ ହେଉଛି କୃଷି ସନ୍ତାନ ହାନି। ଆପଣମାନେ ଦୈବକ ବ୍ରାହ୍ମଣ ବା ଗ୍ରହ ବିପ୍ରଙ୍କ ଦ୍ୱାରା ସମାଜ ଶାନ୍ତି କରି ଅନ୍ନବସ୍ତ୍ର ସ୍ୱର୍ଣ୍ଣ ମାସୋଦନ ଏବଂ କାଂସ୍ୟପାତ୍ର ଦାନ କରନ୍ତୁ। କିଛି କନୌଜମାନେ ଲୋଭ ପରିବେଶ ହେଇ ଗ୍ରହ ବିପ୍ରଙ୍କୁ ଡାକୁନାହାନ୍ତି, ଯାହାଫଳରେ ଆପଣମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆପଣମାନେ କେବେ ଗ୍ରହ ବିପ୍ରଙ୍କ ଦ୍ୱାରା କରନ୍ତୁ, ଏହି କାମ ଆପଣ ସଫଳ ହେବେ। ତେବେ ଆଜିର ନିଷେଧ ଖାଦ୍ୟ ବିରି ଭୋଜନ ନିଷେଧ। ରାତ୍ର 7 ଘଣ୍ଟା 5 ଦିନ ପରେ ଆମିଷ ଭୋଜନ ନିଷେଧ। ଆଜି ହେଉଛି ପବିତ୍ର ବଡ଼ ଓଷା। ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା ଏବଂ ଗଜଭୋଗ ଅନୁଷ୍ଠିତ ହେଉଛି। ଆଜିର ଶୁଭବେଳା ପ୍ରଥମେ ଅମୃତ ଯୋଗ ପ୍ରାତଃରୁ 6 ଘଣ୍ଟା 28 ମିନିଟ୍ ମଧ୍ୟରେ, ଦିବା 7ଟା 28ରୁ 8ଟା 15 ମିନିଟ୍ ମଧ୍ୟରେ, ଦିବା 10ଟା 41 ମିନିଟ୍ରୁ 1 ଘଣ୍ଟା 3 ମିନିଟ୍ ମଧ୍ୟରେ, ସନ୍ଧ୍ୟା 5 ଘଣ୍ଟା 54 ମିନିଟ୍ରୁ 6 ଘଣ୍ଟା 45 ମିନିଟ୍ ମଧ୍ୟରେ, ରାତ୍ର 1 ଘଣ୍ଟା 17 ମିନିଟ୍ରୁ 2 ଘଣ୍ଟା 45 ମିନିଟ୍ ମଧ୍ୟରେ ଏବଂ ମାହେନ୍ଦ୍ର ଯୋଗ ଦିବା 6ଟା 39ରୁ 7ଟା 26 ଏବଂ 1 ଘଣ୍ଟା 51 ମିନିଟ୍ରୁ 4 ଘଣ୍ଟା 15 ମିନିଟ୍। ତେବେ ଆଜିର ଜନ୍ମ ପଞ୍ଜିକା ପରେ ରହିଛି 12ଟି ରାଶିର ରାଶିଫଳ। ଦ୍ୱାଦଶ ରାଶିର ରାଶିଫଳର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କର କାର୍ଯ୍ୟ ହାନି ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ପରିଲକ୍ଷିତ ହେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ବ୍ୟବସାୟରେ ବାଧାପ୍ରାପ୍ତ ହେବ। ଦାମ୍ପତ୍ୟରେ ଅଧିକ ବ୍ୟୟ ହୋଇପାରେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟରେ ଅବହେଳା କରିବେ। ଆଜିର ଶୁଭ ରଙ୍ଗ ହିସାବରେ ଆପଣ ଲାଲକୁ ବ୍ୟବହାର କରିପାରନ୍ତି ଏବଂ ଶୁଭ ସଂଖ୍ୟା ହିସାବରେ 9କୁ ମଧ୍ୟ ବ୍ୟବହାର କରିପାରନ୍ତି। ଆଜି ଆପଣ ହନୁମାନ ଚାଳିଶା 9 ଥର କିମ୍ବା 27 ଥର ପାଠ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ବୃଷ ରାଶି। ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କର ଆୟ ବୃଦ୍ଧି ହୋଇପାରେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି କରିପାରନ୍ତି। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ଶୀର୍ଷ ସ୍ଥାନକୁ ପହଞ୍ଚିବ। ଦାମ୍ପତ୍ୟ କ୍ଷେତ୍ରରେ ଶାନ୍ତି ପାଇବେ। ବିଦ୍ୟାର୍ଥୀ ଓ ମହିଳା ମାନେ କର୍ତ୍ତବ୍ୟପରାୟଣ ହେବେ। ଆପଣମାନେ ରହିଛି ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 6। ଆଜି ଆପଣ ମା ମହାଲକ୍ଷ୍ମୀଙ୍କ ଗାୟତ୍ରୀ ପାଠ କରନ୍ତୁ। ତେବେ ପରବର୍ତ୍ତୀ ରାଶି ମିଥୁନ ରାଶି। ମିଥୁନ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କର ସମ୍ମାନ ହାନି ହୋଇପାରେ। ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ବ୍ୟବସାୟ କ୍ଷେତ୍ରରେ ଧନ ଲାଭ କରିବେ। ଦାମ୍ପତ୍ୟ କ୍ଷେତ୍ରରେ ଭୁଲ ବୁଝାମଣା ପାଇଁ କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇପାରନ୍ତି। ବିଦ୍ୟାର୍ଥୀ ଓ ମହିଳା ଜିଦଖୋର ମନୋବୃତ୍ତି ହେବେ। ଶୁଭ ରଙ୍ଗ ରହିଛି ସବୁଜ, ଶୁଭ ସଂଖ୍ୟା 9 ଏବଂ ଆଜି ଆପଣ ତୁଳସୀ ମୂଳରେ ଜଳଦାନ କରି ତୁଳସୀ ମୂଳର ମୃତ୍ତିକାକୁ ମଥାରେ
ଚନ୍ଦନ ପରି ଧାରଣ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶି ଜାତକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣ କାହାକୁ ସରଳ ଭାବେ ବିଶ୍ୱାସ କରନ୍ତୁ ନାହିଁ। ପ୍ରତାରଣା ପାଇପାରନ୍ତି। ଆପଣଙ୍କ ପିତାଙ୍କ ପାଇଁ ଦୁଃଖ ପ୍ରକାଶ କରିବେ। ବାଣିଜ୍ୟ ବ୍ୟବସାୟରେ ପାର୍ଟନର ବିଜନେସ୍ କରନ୍ତୁ ନାହିଁ। ଦାମ୍ପତ୍ୟ କ୍ଷେତ୍ରରେ ଧୋକା ଖାଇପାରନ୍ତି। ଶୁଭ ସଂଖ୍ୟା ରହିଛି 2 ଓ 7। ଶୁଭ ରଙ୍ଗ ରହିଛି ଧଳା। ଆଜି ଆପଣ ଶିବ ମନ୍ଦିରରେ ଆପଦ ଉଦ୍ଧାର ବଟୁକ ଭର ମନ୍ତ୍ରରେ ବିଲ୍ୱପତ୍ର ଅର୍ପଣ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ସିଂହ ରାଶି। ସିଂହ ରାଶି ଜାତକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣ ଜଗି ରଖି ଚଳନ୍ତୁ। ଆପଣ ଅଗ୍ନି, ଇଲେକ୍ଟ୍ରିକ୍ ଏବଂ ଯାନବାହନ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁ ହାନି ହୋଇପାରେ। କାହାକୁ ଟଙ୍କା ପଇସା ଧାର ଦେବା ପୂର୍ବରୁ 5 ଥର ଚିନ୍ତା କରନ୍ତୁ। ବ୍ୟବସାୟ କ୍ଷେତ୍ରରେ ଅର୍ଥ ତୁଷାରପାତ ହୋଇପାରେ। ଦାମ୍ପତ୍ୟ କ୍ଷେତ୍ରରେ ମତାନ୍ତର ମନାନ୍ତର ଶୀର୍ଷ ଭାଗକୁ ପହଞ୍ଚିପାରେ। ବିଦ୍ୟାର୍ଥୀ ଓ ମହିଳାମାନେ ଅସ୍ଥିର ମନା ହେବେ। ଶୁଭ ରଙ୍ଗ ରହିଛି ଲାଲ। ଶୁଭ ସଂଖ୍ୟା 1। ଆଜି ଆପଣ ମହର୍ଷି ଅଗସ୍ତ୍ୟଙ୍କ ସୂତ୍ର ଆଦିତ୍ୟ ସୂତ୍ର ପାଠ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି କନ୍ୟା ରାଶି। କନ୍ୟା ରାଶି ଜାତକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କୁ ଅନ୍ୟମାନେ ସହଯୋଗର ହାତ ବଢ଼ାଇବେ। ବିଦେଶ ଯାତ୍ରା କରିପାରନ୍ତି। ସରକାରୀ ସ୍ତରରେ ଅର୍ଥ ଲାଭ କରିବେ। ବାଣିଜ୍ୟ ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ହେବ। ପ୍ରେମିକ ପ୍ରେମିକା ପାଇଁ ଦିନଟି ଅତି ଉତ୍ତମ। ବିଦ୍ୟାର୍ଥୀ ଓ ମହିଳା ସୁଫଳ ପାଇବେ। ଶୁଭ ରଙ୍ଗ ରହିଛି ସବୁଜ। ଶୁଭ ସଂଖ୍ୟା 5। ଆଜି ଆପଣ ଯେତେବେଳେ ଘରୁ ବାହାରୁଛନ୍ତି 7ଟି ତୁଳସୀ ପତ୍ର ପକେଟ ରଖି ବାହାରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶି ଜାତକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣଙ୍କ ଆଶା ଓ ଆଶଙ୍କାରେ ଦିନଟି କଟିବ। ସନ୍ତାନ ପାଇଁ କଷ୍ଟ ପାଇପାରନ୍ତି। ଶାରୀରିକ ଓ ମାନସିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଆପଣଙ୍କୁ ଭାରାକ୍ରାନ୍ତ କରିଦେଇପାରେ। ଦାମ୍ପତ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ବିଦ୍ୟାର୍ଥୀ ଓ ମହିଳା ଅସୁସ୍ଥ ଅନୁଭବ କରିବେ। ଶୁଭ ରଙ୍ଗ ରହିଛି ଧଳା। ଶୁଭ ସଂଖ୍ୟା 6। ଆଜି ଆପଣ ମହାଲକ୍ଷ୍ମୀଙ୍କ ମନ୍ତ୍ର ଓମ୍ ଶ୍ରୀଂ ହ୍ରିଂ ଶ୍ରୀଂ କମଳୀ କମଳାଳୟେ ପ୍ରସିଦ୍ଧ ପ୍ରସିଦ୍ଧ ଶ୍ରୀଂ ହ୍ରିଂ ଶ୍ରୀଂ ମହାଲକ୍ଷ୍ମୀ ଦେବୀ ନମଃ ଏହି ମନ୍ତ୍ରକୁ 9 ଥର ଜପ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ବିଛା ରାଶି। ବିଛା ଜାତକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ସମ୍ମାନ ପାଇପାରନ୍ତି। ରାଜନୈତିକ କ୍ଷେତ୍ରରେ ଉପର ସ୍ତରକୁ ଯାଇ ନାଁ କମେଇବେ ଏବଂ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅର୍ଥ ହାନି ହୋଇପାରେ। ଦାମ୍ପତ୍ୟ କ୍ଷେତ୍ରରେ ସନ୍ତୋଷ ଲାଭ କରିବେ। ବିଦ୍ୟାର୍ଥୀ ଓ ମହିଳା ସୁବିଧାବାଦୀ ହେବେ। ଶୁଭ ରଙ୍ଗ ରହିଛି ଲାଲ ଏବଂ ଖଇର। ଶୁଭ ସଂଖ୍ୟା 9। ଆଜି ଆପଣ ନୃସିଂହଙ୍କ ମନ୍ତ୍ର ଓମ୍ ଉଗ୍ରବୀର ମହାବିଷ୍ଣୁ ଜ୍ୱଳନ୍ତମ ସର୍ବତୋମୁଖମ୍ ନୃସିଂହଂ ଭୀଷଣଭଦ୍ରମ୍ ମୃତ୍ୟୁ ନମାମ୍ୟହମ୍ ଏହି ମନ୍ତ୍ରକୁ 9 ଥର ଜପ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ଧନୁ ରାଶି। ଧନୁ ରାଶି ଜାତକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣ ଠକାମିରେ ପଡ଼ିପାରନ୍ତି। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। କୌଣସି କାଗଜପତ୍ରରେ ଦସ୍ତଖତ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ, ଅସୁବିଧା ପଡ଼ିପାରନ୍ତି। ବାଣିଜ୍ୟ ବ୍ୟବସାୟରେ ସହଯୋଗୀକୁ ନଜର ରଖନ୍ତୁ। ଦାମ୍ପତ୍ୟରେ କଳହ ହୋଇପାରେ। ବିଦ୍ୟାର୍ଥୀ ଓ ମହିଳାମାନେ ଅଶାନ୍ତି ରହିବେ। ଆପଣ ପାଇଁ ଶୁଭ ରଙ୍ଗ ରହିଛି ହଳଦୀ ଏବଂ ସୁନେଲି। ଶୁଭ ସଂଖ୍ୟା 3। ଆଜି ଆପଣ ଇଷ୍ଟଦେବୀ ଉଗ୍ରତାରାଙ୍କୁ ସ୍ମରଣ କରି ଉଗ୍ରତାରା ଗାୟତ୍ରୀ ପାଠ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି ମକର ରାଶି। ମକର ରାଶି ଜାତକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣ ଆତ୍ମସନ୍ତୋଷ ଲାଭ କରିବେ। ମନରେ ଥିବା ସମସ୍ତ ଗ୍ଲାନି ଦୂର ହୋଇଯିବ। କୌଣସି ଏକ ସାମାଜିକ ଅନୁଷ୍ଠାନରେ ସମ୍ମାନିତ ହୋଇପାରନ୍ତି। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ହୋଇପାରେ। ଦାମ୍ପତ୍ୟ କ୍ଷେତ୍ରରେ ମନୋମାଳିନ୍ୟ ଦୂର ହୋଇ ସୁସମ୍ପର୍କ ଲାଭ କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ ଯଶକୀର୍ତ୍ତି ଲାଭ କରିବେ। ଆପଣ ଶୁଭ ରଙ୍ଗ ହିସାବରେ କଳା ଏବଂ ନୀଳ ବ୍ୟବହାର କରିପାରନ୍ତି। ଶୁଭ ସଂଖ୍ୟା ହିସାବରେ 8 ବ୍ୟବହାର କରିପାରନ୍ତି। ଆପଣ ଶିବଙ୍କ ଗାୟତ୍ରୀ ପାଠ କରନ୍ତୁ, ସୁଫଳ ମିଳିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। କୁମ୍ଭ ରାଶି ଜାତକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଆପଣ ଆୟ ପନ୍ଥାରେ କିଛି ନୂତନତା ଆଣିବାକୁ ଚେଷ୍ଟା କରିବେ। ଆପଣଙ୍କ ମନର ଦୃଢ଼ତା ଏବଂ ଆତ୍ମବିଶ୍ୱାସ ଆପଣଙ୍କୁ ବହୁତ ଉପରକୁ ନେଇପାରେ। ବ୍ୟବସାୟରେ ପରିବର୍ତ୍ତନ କରି ଅଧିକ ଲାଭବାନ ହେବେ। ଦାମ୍ପତ୍ୟ କ୍ଷେତ୍ରରେ ପ୍ରୀତିଭାବ ବୃଦ୍ଧି ହେବ।
विद्यार्थी और महिला कार्यक्षेत्र में सम्मान प्राप्त रही कला शुभ संख्या 8 आज आप षंढु खाया दिंतु शुभ फल मिल परवर्ती राशि राशि अंतिम राशि मीन राशि मीन राशि व्यक्ति विशेषज्ञ आज आप परोपकार करी प्रशंसित हेबे आपण मन में आशा और विश्वास आपण को लक्ष्य स्थल में पहुँचे पार व्यवसाय क्षेत्र में परिवर्तन करने निहात जरूरी दाम्पत्य सुखी हे छात्र छात्री माने उच्च शिक्षा करी निजर पराकाष्ठा देखेबे एवं महिला माने शुभ रंग रही हलदी और सुनेली शुभ संख्या 3 और 7 आज आप ग्रह विप्र को हलदिया वस्त्र दान करंतु शुभ फल मिल तेरे आज 12 राशि राशिफल पर रही वास्तु विचार कार्यक्रम तेज आसतु जाना आज वास्तु विचार रखीचु जे आपण अगणार के वृक्ष लगाइले आपण को शुभ फल मिल प्रथम जाणी रखु आपणकर गेट पाखे दुई पटे दुईटी अशोक फूल गछ लगे एवं चौरा पाखे हो कि आपणकर घर साइड्रे हो एक धात्री अमला गछ लगे ताको पूजा करेंगे एक डालिंब गछ बेदना गछ लगे आउ मनी प्लांट लगे तुलसी किसी बुणी की एक बण सृष्टि कर तुलसी बण परिवार आंब एवं कदली लगे पारे किंतु केबे भी घर साइड्रे सजना गछ कि अमृतभंडा गछ लगातु ना दूरे रही पारे तेरे आज अध्याय को शेष करने पूर्वर आपण को छोटिया अनुरोध आपण मो चैनल को लाइक शेयर कमेंट करंतु जो मन नुआ कर आसुंती से सब्सक्राइब को जमा भूलिबेनी एवं बेल आइकन को प्रेस करेंगे जहाँफल जो नुआ वीडियो अपलोड करी आपण पाखे सर्वप्रथम पहुँच पार आपण दिनटी शुभमय हो मंगलमय हो रखिली नमस्कार जय जगन्नाथ।